ଅନ୍ତତଃ ଶବ୍ଦ ମଧ୍ୟ ହୋ। ଭଗବାନଙ୍କ ପଟ୍ଟରାଙ୍କ ସହିତ ଦ୍ରୌପଦୀଙ୍କର କଥୋପକଥନ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣ ଥିଲେ ଗୋପୀମାନଙ୍କର ଗୁରୁ ବା ଶିକ୍ଷକ ଏବଂ ସେ ହିଁ ଥିଲେ ସେହି ଶିକ୍ଷା ଦ୍ୱାରା ପ୍ରାପ୍ତ ହୋଇଥିବା ତତ୍ତ୍ୱ। ସେମାନଙ୍କୁ ଏପରି କୃପା କରିସାରି ସେ ଧର୍ମରାଜ ଯୁଧିଷ୍ଠିର ତଥା ଅନ୍ୟ ସମସ୍ତ ସମ୍ବାଦୀମାନଙ୍କୁ କୁଶଳ ସମାଚାର ପଚାରିଲେ। ଭଗବାନଙ୍କର ଚରଣ କମଳ ଦର୍ଶନ କରି ସେମାନଙ୍କର ସକଳ ଅଶୁଭ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ଶ୍ରୀକୃଷ୍ଣ ସେମାନଙ୍କୁ ସତ୍କାର କରି କୁଶଳ ସମାଚାର ପଚାରିବାରୁ ସେମାନେ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ, ଭଗବାନ, ବଡ଼ ବଡ଼ ମହାପୁରୁଷମାନେ ମନ ମାଧ୍ୟମରେ ଆପଣଙ୍କ ଚରଣାରବିନ୍ଦର ମକରନ୍ଦ ରସ ପାନ କରି ଚାଲିଛନ୍ତି। ବେଳେବେଳେ ସେ ରସ ସେମାନଙ୍କର ମୁଖକମଳରୁ ଲୀଳାକଥ ରୂପରେ ଉଛୁଳି ପଡ଼ୁଛି। ହେ ପ୍ରଭୁ, ତାହା ଏପରି ଅଦ୍ଭୁତ ଦିବ୍ୟ ରସ ଯେ ଯେଉଁ ପ୍ରାଣୀ ତାହା ପାନ କରିବ ତାହାର ଜନ୍ମ ମୃତ୍ୟୁ ଚକ୍ରରେ ଘୂରୁଥିବା ଅବିଦ୍ୟା ନଷ୍ଟ ହୋଇଯିବ। ଯେଉଁ ଲୋକ ଏହି ରସକୁ ନିଜର କର୍ଣ୍ଣରୂପୀ ପାତ୍ର ମାଧ୍ୟମରେ ପୂର୍ଣ୍ଣ ମାତ୍ରାରେ ପାନ କରିବ ତାହାର ଅମଙ୍ଗଳର ପ୍ରଶ୍ନ କାହିଁ? ଭଗବାନ, ଆପଣ ହେଉଛନ୍ତି ବିଶୁଦ୍ଧ ଜ୍ଞାନ ସ୍ୱରୂପ ଓ ଅଖଣ୍ଡ ଆନନ୍ଦର ସାଗର। ମନ ସହିତ ସମ୍ପର୍କ ହେତୁ ଜୀବ ଅନୁଭବ କରୁଥିବା ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ଅବସ୍ଥା ଆପଣଙ୍କର ସ୍ୱୟଂ ପ୍ରକାଶ ସ୍ୱରୂପ ନିକଟରେ ପହଞ୍ଚି ପାରନ୍ତି ନାହିଁ। ଏସବୁ ଅବସ୍ଥା ଦୂରରୁ ହିଁ ନଷ୍ଟ ହୋଇଯାନ୍ତି। ଆପଣ ହେଉଛନ୍ତି ପରମହଂସମାନଙ୍କର ଏକମାତ୍ର ଗତି। କାଳର ପ୍ରଭାବରୁ ବେଦର ଆଦର କମି ଯାଉଥିବାରୁ ଆପଣ ବେଦମାନଙ୍କୁ ରକ୍ଷା କରିବା ନିମନ୍ତେ ନିଜର ଅଚିନ୍ତ ଯୋଗମାୟା ଦ୍ୱାରା ମନୁଷ୍ୟ ଶରୀର ଗ୍ରହଣ କରିଛନ୍ତି। ଆମେ ଆପଣଙ୍କ ଚରଣରେ ବାରମ୍ବାର ନମସ୍କାର କରୁଛୁ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏପରି କହୁଥିଲା ବେଳେ ଯାଦବ ଓ କୌରବ କୁଳର ନାରୀମାନେ ଏକାଠି ବସି ନିଜ ନିଜ ମଧ୍ୟରେ ଭଗବାନଙ୍କର ତ୍ରିଭୁବନ ବିଖ୍ୟାତ ଲୀଳାମାନ ଚର୍ଚ୍ଚା କରିଥାନ୍ତି। ସେମାନେ କ'ଣ ସବୁ ଚର୍ଚ୍ଚା କରିଥାନ୍ତି ଶୁଣ। ଦ୍ରୌପଦୀ କହିଲେ, ହେ ଦେବୀ ରୁକ୍ମିଣୀ, ହେ ଭଦ୍ରା, ହେ ଜାମ୍ବବତୀ, ହେ ସତ୍ୟା, ହେ ସତ୍ୟଭାମା, ହେ କାଳିନ୍ଦୀ, ହେ ସବ୍ୟା, ହେ ଲକ୍ଷ୍ମଣ, ହେ ରୋହିଣୀ ଓ ଶ୍ରୀକୃଷ୍ଣଙ୍କର ଅନ୍ୟ ପତ୍ନୀଗଣ, ଭଗବାନ ଶ୍ରୀକୃଷ୍ଣ ନିଜ ମାୟାରେ ଲୋକମାନଙ୍କୁ ଅନୁକରଣ କରି ତୁମମାନଙ୍କୁ କିପରି ବିବାହ କଲେ ଆମକୁ ଟିକିଏ ତାହା କୁହ। ରୁକ୍ମିଣୀ କହିଲେ, ହେ ଦ୍ରୌପଦୀ, ଜରାସନ୍ଧ ଆଦି ସବୁ ରାଜା ଚାହୁଁଥିଲେ ଯେ ମୋର ବିବାହ ଶିଶୁପାଳ ସହିତ ହେଉ। ତେଣୁ ସେମାନେ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିଲେ। କିନ୍ତୁ ଝିଅ ଯେପରି ଛେଳି ମେଣ୍ଢାଙ୍କ ଗୋଠରୁ ନିଜର ଭାଗ ଟେକି ନିଏ, ଭଗବାନ ଯାଇ ମୋତେ ସେହିପରି ହରଣ କରି ନେଇ ଆସିଲେ। ଜଗତରେ ଯେତେ ସବୁ ବୀର ଅଛନ୍ତି, ସମସ୍ତେ ମୁକୁଟରେ ଯାହାଙ୍କର ପାଦତୂଳ ସେବା ପାଉଛି, ତାଙ୍କ ପକ୍ଷରେ ଏପରି କରିବା ବା ସମ୍ଭବ ହୁଅନ୍ତା କିପରି? ଜଗତର ସକଳ ସମ୍ପଦ ଓ ସୌନ୍ଦର୍ଯ୍ୟ ଭଗବାନଙ୍କର ଯେଉଁ ଚରଣ କମଳର ଆଶ୍ରୟ ରହିଛି, ମୋର ଅଭିଳାଷ ଯେ ଆରାଧନା କରିବା ନିମନ୍ତେ ମୋତେ ଯମଜ ମନ୍ତ୍ରରେ ସେହି ଚରଣ କମଳ ମିଳୁ। ମୁଁ ସେହି ଚରଣ କମଳର ସେବାରେ ଲାଗି ରହେ। ସତ୍ୟଭାମା କହିଲେ, ଆଗ ଦ୍ରୌପଦୀ ରାଣୀ, ମୋ ବାପା ତାଙ୍କ ଭାଇ ପ୍ରସନ୍ନ ମରିଯିବାରୁ ବଡ଼ ଦୁଃଖିତ ଥିଲେ ଏବଂ ଭାଇର ବଧ ଘଟଣାରେ ସେ ଭଗବାନଙ୍କ ଉପରେ ଦୋଷାରୋପଣ କରିଥିଲେ। ସେହି ଦୋଷରୁ ମୁକ୍ତ ହେବା ନିମନ୍ତେ ଭଗବାନ ଭଲ୍ଲୁକ ରାଜ ଜାମ୍ବବାନଙ୍କୁ ଜୟ କରି ତାଙ୍କଠାରୁ ସମ୍ୟନ୍ତକ ମଣିଟି ଆଣି ମୋ ବାପାଙ୍କୁ ଦେଇଦେଲେ। ତା ଫଳରେ ମୋ ବାପା ଭଗବାନଙ୍କ ଉପରେ ମିଥ୍ୟା କଳଙ୍କ ଲଗାଇଥିଲେ ବୋଲି ଜାଣି ଡରିଗଲେ। ତେଣୁ ମୋତେ ଅନ୍ୟ ଜଣଙ୍କୁ ଦେବେ ବୋଲି ବାଗ୍ଦାନ କରିସାରିଥିଲେ ମଧ୍ୟ ମୋ ବାପା ସାମ୍ୟନ୍ତକ ମଣି ସହିତ ମୋତେ ନେଇ ଭଗବାନଙ୍କ ଚରଣରେ ସମର୍ପି ଦେଲେ। ଜାମ୍ବବତୀ କହିଲେ, ମହାରାଣୀ, ମୋର ପିତା ଭଲ୍ଲୁକ ରାଜ ଜାମ୍ବବାନ ଜାଣିନଥିଲେ ଯେ ଇ ଶ୍ରୀକୃଷ୍ଣ ହେଉଛନ୍ତି ତାଙ୍କର ପ୍ରଭୁ ଭଗବାନ ସୀତାପତି ଅର୍ଥାତ୍ ଶ୍ରୀରାମ। ତେଣୁ ତାହାଙ୍କ ସହିତ ସେ 37 ଦିନ ପର୍ଯ୍ୟନ୍ତ ଯୁଦ୍ଧ କଲେ ଏବଂ ଏପରି ଭାବରେ ପରୀକ୍ଷା ପୂର୍ଣ୍ଣ ହେବା ପରେ ସେ ଜାଣିଗଲେ ଯେ ଇଏ ହେଉଛନ୍ତି ପ୍ରଭୁ ଶ୍ରୀରାମ। ତେଣୁ ସେ ଏହାଙ୍କ ପାଦ ତଳେ ପଡ଼ି ସମ୍ୟନ୍ତକ ମଣି ସହିତ ଉପହାର ସ୍ୱରୂପ ମୋତେ ତାଙ୍କ ଏହାଙ୍କ ହାତରେ ସମର୍ପି ଦେଲେ। ମୁଁ କେବଳ ଏତିକି ଚାହୁଁଛି ଯେ ଯମଜ ମନ୍ତ୍ରରେ ମୁଁ ଏହାଙ୍କର ଦାସୀ ହୋଇ ରହେ। କାଳିନ୍ଦୀ କହିଲେ, ମହାରାଣୀ, ଯେତେବେଳେ ଭଗବାନ ଜାଣିଲେ ଯେ ମୁଁ ତାଙ୍କ ପାଦପଦ୍ମ ସ୍ପର୍ଶ ସେବା କରିବାର ଅଭିଳାଷ ରଖି ତପସ୍ୟା କରୁଛି, ସେତେବେଳେ ସେ ତାଙ୍କର ସଖା ଅର୍ଜୁନଙ୍କ ସହିତ ଯମୁନା ତଟକୁ ଆସିଲେ ଏବଂ ମୋତେ ଗ୍ରହଣ କରି ସାଥିରେ ନେଇ ଆସିଲେ। ମୁଁ ତାଙ୍କ ଘର ଝାଡ଼ୁ କରୁଥିବା ଦାସୀ ରୂପେ ପରମାନନ୍ଦରେ ରହିଛି। ମିତ୍ରବିନ୍ଧା କହିଲେ, ମୋ କଥା ଶୁଣ। ମୋର ସ୍ୱୟଂବର ହେଉଥାଏ। ଭଗବାନ ସେଠାକୁ ଯାଇ ସବୁ ରାଜାଙ୍କୁ ପରାସ୍ତ କରି ପଲ ପଲ କୁକୁରଙ୍କ ଭିତରୁ ସିଂହ ନିଜର ଭାଗ ଉଠାଇ ଆଣିଲା ପରି ମୋତେ ସେଠାରୁ ତାଙ୍କର ଶୋଭାମୟୀ ଦ୍ୱାରକାପୁରୀକୁ ନେଇ ଆସିଲେ। ମୋ ଭାଇମାନେ ମୋତେ ତାଙ୍କଠାରୁ ଛଡ଼ାଇ ନେଇ ମୋର ଅମଙ୍ଗଳ କରିବାକୁ ବସିଥିଲେ, କିନ୍ତୁ ପ୍ରଭୁ ସେମାନଙ୍କୁ ବି ପରାସ୍ତ କରିଦେଲେ। ମୁଁ ଚାହୁଁଛି ମୁଁ କିପରି ଯମଜ ମନ୍ତ୍ରରେ ପ୍ରଭୁଙ୍କର ପାଦ ଧୋଇବାର ସୌଭାଗ୍ୟ ପାଆନ୍ତି କି? ସତ୍ୟା କହିଲେ, ହେ ରାଣୀ, ମୋ କଥା କହୁଛି ଶୁଣ। ମୋ ସ୍ୱୟଂବରକୁ ଆସିଥିବା ରାଜାମାନଙ୍କର ବଳ ପୁରୁଷ ପରୀକ୍ଷା କରିବା ପାଇଁ ମୋ ବାପା 7ଟି ବଳବାନ ଷଣ୍ଢ ରଖିଥିଲେ। ସେମାନଙ୍କର ବଡ଼ ବଡ଼ ମୁନିଆ ଶିଙ୍ଗ ଥାଏ। ସେମାନଙ୍କର ଏତେ ପରାକ୍ରମ ଯେ ସେମାନେ ବଡ଼ ବଡ଼ ବୀରମାନଙ୍କର ଗର୍ବ ମଧ୍ୟ ଖର୍ବ କରିଦେଲେ। କିନ୍ତୁ ଭଗବାନ ଯାଇ ସେ ଷଣ୍ଢମାନଙ୍କୁ ଖେଳିଲା ପରି
ବାନ୍ଧି ପକାଇ ନିଜ ନିୟନ୍ତ୍ରଣକୁ ନେଇ ଆସିଲେ। ଛୋଟ ପିଲାମାନେ ଛେଳି ଛୁଆଙ୍କୁ ଧରି ବାନ୍ଧି ଦେଲା ପରି ସେ ସେମାନଙ୍କୁ ବାନ୍ଧି ପକାଇଲେ। ଏପରି ଭାବରେ ଭଗବାନ ନିଜ ବଳ ପୁରୁଷର ପ୍ରମାଣ ଦେଖାଇ ମୋତେ ଲାଭ କଲେ ଓ ଚତୁରଙ୍ଗିଣୀ ସେନା ଓ ଦାସୀମାନଙ୍କ ସହିତ ଦ୍ୱାରକା ନେଇ ଆସିଲେ। ବାଟରେ ଯେଉଁ କ୍ଷତ୍ରିୟମାନେ ବିଘ୍ନ ଘଟାଇବାକୁ ଆସିଲେ, ଭଗବାନ ସେ ସମସ୍ତଙ୍କୁ ପରାସ୍ତ କରିଦେଲେ। ମୋର ଏହି ଅଭିଳାଷ ଯେ ମୋତେ ତାଙ୍କ ସେବାର ଅବସର ସଦାସର୍ବଦା ମିଳୁଥାଉ। ଭଦ୍ରା କହିଲେ, ହେ କୃଷ୍ଣ, ଭଗବାନ ହେଉଛନ୍ତି ମୋ ମାମୁଁଙ୍କ ପୁଅ। ମୋ ଚିତ୍ତ ତାଙ୍କର ଚରଣରେ ଅନୁରକ୍ତ ହୋଇଯାଇଥିଲା। ମୋ ବାପା ଯେତେବେଳେ ଏକଥା ଜାଣିଲେ ଯେ ସ୍ୱୟଂ ଭଗବାନଙ୍କୁ ଡକାଇ ଏକ ଅକ୍ଷୟଣୀୟ ସେନା ଓ ବହୁ ଦାସୀଙ୍କ ସହିତ ମୋତେ ତାଙ୍କ ଚରଣରେ ସମର୍ପି ଦେଲେ। ମୁଁ ଭାବୁଛି ମୋ କର୍ମ ଅନୁସାରେ ମୋତେ ଯେଉଁଠି ଜନ୍ମ ମିଳୁନା କାହିଁକି, ମୋତେ ଯଦି ସବୁବେଳେ ତାଙ୍କ ଚରଣକମଳ ସ୍ପର୍ଶ ମିଳୁଥିବ, ତେବେ ଜାଣ ତାହା ହିଁ ମୋର ପରମ କଲ୍ୟାଣ। ଲକ୍ଷ୍ମଣ କହିଲେ, ହେ ମହାରାଣୀ, ଦେବର୍ଷି ନାରଦ ତ ବାରମ୍ବାର ଭଗବାନଙ୍କ ଅବତାର ଓ ବିଭିନ୍ନ ଲୀଳା ଗାନ କରନ୍ତି। ସେସବୁ ଶୁଣି ଏବଂ ଲକ୍ଷ୍ମୀ ସମସ୍ତ ଲୋକପାଳଙ୍କୁ ତ୍ୟାଗ କରି ଭଗବାନଙ୍କୁ ବରଣ କରିଛନ୍ତି ବୋଲି ଜାଣି ମୋ ମନ ଭଗବାନଙ୍କ ଚରଣରେ ଆସକ୍ତ ହୋଇଗଲା। ହେ ସାଧ୍ୱୀ, ମୋ ବାପା ବୃହସ୍ସେନ ମୋତେ ବହୁତ ଭଲ ପାଉଥିଲେ। ମୋର ଅଭିପ୍ରାୟ ଜାଣିପାରି ମୋର ଇଚ୍ଛା ପୂର୍ଣ୍ଣ କରିବାକୁ ସେ ଗୋଟିଏ ଉପାୟ କଲେ। ପାଣ୍ଡବବୀର ଅର୍ଜୁନଙ୍କୁ ପାଇବା ପାଇଁ ଆପଣଙ୍କ ବାପା ଯେପରି ସ୍ୱୟଂବରରେ ମତ୍ସ୍ୟବଧ ଆୟୋଜନ କରିଥିଲେ, ମୋ ବାପା ମଧ୍ୟ ସେପରି ଏକ ଆୟୋଜନ କଲେ। ଆମର ଆୟୋଜନ ଆପଣଙ୍କ ସ୍ୱୟଂବର ଆୟୋଜନଠାରୁ ଏତିକି ଭିନ୍ନ ଥିଲା ଯେ ଆମର ସେଥିରେ ମାଛଟିକୁ ଘୋଡ଼ାଇ ରଖାଯାଇଥିଲା। ମାଛଟି ବାହାରକୁ ଦିଶୁନଥାଏ, କେବଳ ତା'ର ଛାଇ ପାଣିରେ ପଡ଼ିଥାଏ। ସେ ସମାଚାର ପାଇ ବିଭିନ୍ନ ରାଜ୍ୟର ରାଜାମାନେ ସକଳ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ନିଜ ନିଜର ଗୁରୁମାନଙ୍କ ସହିତ ଆସି ମୋ ବାପାଙ୍କ ରାଜଧାନୀରେ ରୁଣ୍ଡ ହେଲେ। ସ୍ୱୟଂବରକୁ ଆସିଥିବା ରାଜାମାନଙ୍କର ବୟସ ଓ ବଳ ପୁରୁଷ ଅନୁଯାୟୀ ମୋ ବାପା ସେମାନଙ୍କୁ ସ୍ୱାଗତ ସତ୍କାର କଲେ। ମୋତେ ପାଇବା ଇଚ୍ଛାରେ ସେମାନେ ସ୍ୱୟଂବର ସଭାରେ ରଖାଯାଇଥିବା ଧନୁର୍ବାଣ ଉଠାଇଲେ। ସେ ଭିତରୁ କେତେକ ରାଜା ତ ଧନୁର ଗୁଣ ମଧ୍ୟ ଚଢ଼ାଇ ପାରିଲେ ନାହିଁ। ସେମାନେ ଧନୁକୁ ଯେଉଁଠି ଥିଲା ସେଇଠି ରଖିଦେଲେ। ଆଉ କେତେକ ରାଜା ଧନୁର ଗୋଟିଏ ମୁଣ୍ଡରେ ଗୁଣ ବାନ୍ଧି ଆର ମୁଣ୍ଡ ପର୍ଯ୍ୟନ୍ତ ଟାଣି ନେଲେ ସତ, କିନ୍ତୁ ଆର ମୁଣ୍ଡକୁ ଟାଣୁ ଟାଣୁ ଧନୁର ଛିଟିକାରି ନିଜେ ତଳେ ପଡ଼ିଗଲେ। ହେ ରାଣୀ, ଜରାସନ୍ଧ, ଅମ୍ବଷ୍ଟ ନରେଶ, ଶିଶୁପାଳ, ଭୀମସେନ, ଦୁର୍ଯ୍ୟୋଧନ ଓ କର୍ଣ୍ଣ ଆଦି ବଡ଼ ବଡ଼ ବୀରମାନେ ଧନୁର ଗୁଣ ଚଢ଼ାଇଲେ ସତ, କିନ୍ତୁ ମାଛ କେଉଁଠି ଅଛି ତ ଜାଣିପାରିଲେ ନାହିଁ। ପାଣ୍ଡବ ବୀର ଅର୍ଜୁନ ପାଣିରେ ମାଛର ଛାଇକୁ ଦେଖିପାରିଲେ ଓ ମାଛ କେଉଁଠି ଅଛି ତାହା ବି ଜାଣିଗଲେ। ସେ ବଡ଼ ସାବଧାନତାର ସହିତ ବାଣ ବି ବିନ୍ଧିଲେ, କିନ୍ତୁ ସେ ବାଣ ଲକ୍ଷ୍ୟଭେଦ କରିପାରିଲା ନାହିଁ। ତାଙ୍କ ବାଣ ମାଛଟାକୁ ଛୁଇଁ ଦେଇ ଚାଲିଗଲା। ଏପରି ଭାବରେ ବଡ଼ ବଡ଼ ଅଭିମାନୀଙ୍କର ମାନ ମର୍ଦ୍ଦନ ହୋଇଗଲା। ଅଧିକାଂଶ ରାଜା ମୋତେ ପାଇବାର ଅଭିଳାଷ ଓ ଲକ୍ଷ୍ୟଭେଦ କରିବାର ଚେଷ୍ଟା ଛାଡ଼ିଦେଲେ। ଏତିକିବେଳେ ଭଗବାନ ଆସି ଧନୁଟିକୁ ଖେଳିଲା ପରି ଉଠାଇ ନେଲେ ଏବଂ ଅନାୟାସରେ ସେଥିରେ ଗୁଣ ଚଢ଼ାଇ ଦେଇ ବାଣ ଖଞ୍ଜିଦେଲେ ଓ ମାଛର ଛାୟାକୁ ଜଳରେ ଥରେ ମାତ୍ର ଦେଖିଦେଇ ବାଣ ବିନ୍ଧିଦେଲେ ଯେ ତାହା ବାଜି ମାଛଟା ତଳକୁ ଖସି ପଡ଼ିଲା। ସେତେବେଳକୁ ସମୟ ଠିକ୍ ଦ୍ୱିପ୍ରହର। ସର୍ବାର୍ଥ ସାଧକ ଅଭିଜିତ ନାମକ ମୁହୂର୍ତ୍ତ ହୋଇଥାଏ। ହେ ଦେବୀ, ସେତେବେଳେ ପୃଥିବୀରେ ଜୟ ଜୟକାର ଶବ୍ଦ ହେବାକୁ ଲାଗିଲା। ଆକାଶରୁ ଦୁନ୍ଦୁଭି ବାଜି ଉଠିଲା। ବଡ଼ ବଡ଼ ଦେବତାମାନେ ଆନନ୍ଦ ବିହ୍ୱଳ ହୋଇ ପୁଷ୍ପବୃଷ୍ଟି କଲେ। ହେ ମହାରାଣୀ, ସେତିକିବେଳେ ମୁଁ ରଙ୍ଗଶାଳା ଭିତରେ ପ୍ରବେଶ କଲି। ମୋ ପାଦରେ ପାଉଁଜି ରୁଣୁ ଝୁଣୁ ହୋଇ ବାଜୁଥାଏ। ମୁଁ ନୂଆ ପାଟ ଶାଢ଼ୀ ପିନ୍ଧିଥାଏ। ମୋ ବେଣୀରେ ଫୁଲମାଳ ଖଞ୍ଜି ଯାଇଥାଏ ଓ ମୋ ମୁହଁରେ ଲାଜଭରା ମୃଦୁ ହାସ୍ୟ ଶୋଭାପାଉଥାଏ। ମୁଁ ହାତରେ ରତ୍ନମାଳା ଧରିଥାଏ, ସେଥିରେ ଲାଗିଥିବା ସୁନା ଫୁଲ ସବୁ ଝଲସି ଉଠୁଥାଏ। ମୋ ମୁହଁଟି କୁଞ୍ଚିତ ଅଳକାବଳୀରେ ସୁଶୋଭିତ ହୋଇଥାଏ ଏବଂ ମୋ କାନର କୁଣ୍ଡଳରେ ଆଭା ପଡ଼ି ମୋ ଗଣ୍ଡସ୍ଥଳ ଝଟକୁଥାଏ। ମୁଁ ଥରୁଟିଏ ମାତ୍ର ମୁହଁ ଟେକି ଚନ୍ଦ୍ରକିରଣ ସମାନ ଶୀତଳ ହାସ୍ୟରେଖା ସହିତ ବକ୍ରଚାରଣୀ ଚତୁର୍ଦିଗରେ ବସିଥିବା ରାଜାମାନଙ୍କୁ ଚାହିଁଲି ଏବଂ ଧୀରେ ଧୀରେ ଯାଇ ଭଗବାନଙ୍କ ଗଳାରେ ବରଣମାଳା ଲମ୍ବାଇ ଦେଲି। ମୁଁ ତ ଆଗରୁ କହିଦେଇଛି ଯେ ମୋ ହୃଦୟ ଭଗବାନଙ୍କ ପ୍ରତି ଅନୁରକ୍ତ ଥିଲା। ମୁଁ ବରଣମାଳା ପିନ୍ଧାଇବା ସଙ୍ଗେ ସଙ୍ଗେ ମୃଦଙ୍ଗ, ପଖାଉଜ, ଶଙ୍ଖ, ଢୋଲ, ନାଗରା ଆଦି ବାଜିବାକୁ ଲାଗିଲା। ନଟ ଓ ନର୍ତ୍ତକୀମାନେ ନାଚିବାକୁ ଲାଗିଲେ। ଗାୟକମାନେ ଗାଇବା ଆରମ୍ଭ କରିଦେଲେ। ହେ ଦ୍ରୌପଦୀ, ଏପରି ଭାବରେ ମୁଁ ଯେତେବେଳେ ମୋର ସ୍ୱାମୀ ପ୍ରିୟତମ ଭଗବାନଙ୍କୁ ବରଣମାଳା ପିନ୍ଧାଇ ଦେଲି, ସେତେବେଳେ କାମାତୁର ରାଜାମାନେ ଈର୍ଷାନ୍ୱିତ ହୋଇଗଲେ। ସେମାନେ ଭୀଷଣ ରାଗିଗଲେ। ଚତୁର୍ଭୁଜ ଭଗବାନ ନିଜ ରଥରେ ମୋତେ ବସାଇ ଦେଲେ। ସେଥିରେ 4ଟି ବଳିଷ୍ଠ ଘୋଡ଼ା ଯୋଛା ହୋଇଥାନ୍ତି। ମୋତେ ରଥରେ ବସାଇ ଦେଇ ସେ କବଚ ପିନ୍ଧି ହାତରେ ଧନୁଶର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଲେ। ହେ ରାଣୀ, ସୁବର୍ଣ୍ଣରେ ବିଭିନ୍ନ ସରଞ୍ଜାମରେ ସଜା ହୋଇଥିବା ସେହି ରଥକୁ ହରିଣଙ୍କ ଗୋଠରୁ ନିଜର ଭାଗ ନେଇ ଡିଆ ମାରୁଥିବା ସିଂହ ପରି ଦ୍ୱାରକା ପଥରେ ଚଳାଇ ନେଲେ। କେତେଜଣ ରାଜା ଭଗବାନଙ୍କୁ ଅଟକାଇବାକୁ ଧନୁଶର ନେଇ ରଥ ପଛରେ ଗୋଡ଼ାଇଲେ, କିନ୍ତୁ କୁକୁରମାନେ ସିଂହକୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେଲା ପରି ସେମାନଙ୍କର ସେ ଚେଷ୍ଟା ବିଫଳ ହୋଇଗଲା। ଭଗବାନଙ୍କର ସାଙ୍ଗଧନୁରୁ ବର୍ଷଣ ହୋଇଥିବା ଶର ବାଜି କାହାର ହାତ କଟିଗଲା ତ କାହାର ପେଟ ଫୁଟିଗଲା, କାହାର ବେକ ବି କଟିଗଲା। ପୁଣି ସେଥିରୁ ଅନେକ ଲୋକ ସେ ରଣଭୂମିରେ ଚିରନିଦ୍ରା ଶୋଇଗଲେ ଏବଂ ଅନ୍ୟମାନେ ରଣକ୍ଷେତ୍ର ଛାଡ଼ି ପ୍ରାଣ ଘେନି ପଳାୟନ କଲେ। ତାପରେ ଯତିପତି ଭଗବାନ ସ୍ୱର୍ଗ ଓ ପୃଥିବୀ ସର୍ବତ୍ର ପ୍ରଶଂସିତ ତାଙ୍କର ନିବାସ ସ୍ଥାନ ଦ୍ୱାରକା ନଗରୀରେ ସୂର୍ଯ୍ୟ ଯେପରି ଅସ୍ତାଚଳକୁ ଗମନ କରନ୍ତି, ସେପରି ପ୍ରବେଶ କଲେ। ସେଦିନ ଦ୍ୱାରକାକୁ ବିଶେଷ ରୂପରେ ସଜା ଯାଇଥିଲା। ଏତେ ଧ୍ୱଜା, ଏତେ ପତାକା, ଏତେ ତୋରଣ ବନ୍ଧା ଯାଇଥିଲା ଯେ ସେଗୁଡ଼ିକ ଗଳିରେ ତଳେ ସୂର୍ଯ୍ୟଗ୍ରହଣ ବି ପଡ଼ିପାରୁନଥିଲା।
ମୋର ଅଭିଳାଷ ପୂର୍ଣ୍ଣ ହୋଇଯିବାରୁ ବାପା ବହୁତ ଖୁସି ହେଲେ। ସେ ତାଙ୍କର ହିତକାମୀ ମିତ୍ର ସମ୍ବନ୍ଧୀ ଓ ଭାଇ ବନ୍ଧୁମାନଙ୍କୁ ବହୁମୂଲ୍ୟ ବସ୍ତ୍ର, ଆଭୂଷଣ, ଶଯ୍ୟା, ଆସନ ଓ ନାନା ପ୍ରକାର ସାମଗ୍ରୀ ଦେଇ ସମ୍ମାନିତ କଲେ। ଭଗବାନ ତ ପରିପୂର୍ଣ୍ଣ, ତଥାପି ମୋ ବାପା ପ୍ରେମବଶତଃ ତାଙ୍କୁ ବହୁ ଦାସଦାସୀ, ସକଳ ପ୍ରକାର ସମ୍ପତ୍ତି, ସୈନିକ, ହାତୀ, ରଥ, ଘୋଡ଼ା ଓ ବହୁ ସଂଖ୍ୟାରେ ବହୁମୂଲ୍ୟ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ। ଦ୍ରୌପଦୀ, ମୁଁ ପୂର୍ବଜନ୍ମର ସକଳ ଆସକ୍ତି ଛାଡ଼ିଦେଇ କିଛି ଏକ ବଡ଼ ତପସ୍ୟା କରିଥିଲି। ତେଣୁ ଏହି ଜନ୍ମରେ ଆତ୍ମାରାମ ଭଗବାନଙ୍କର ଗୃହଦାସୀ ହୋଇପାରିଲି। 16,000 ପତ୍ନୀଙ୍କ ପକ୍ଷରୁ ରୋହିଣୀ କହିଲେ, ନରକାସୁର ତାର ଦିଗ୍ବିଜୟ ସମୟରେ ବହୁ ରାଜାଙ୍କୁ ଜୟ କରି ସେମାନଙ୍କ କନ୍ୟାମାନଙ୍କୁ ତଥା ଆମ୍ଭମାନଙ୍କୁ ଆଣି ତା ନଗରରେ ବନ୍ଦୀ କରି ରଖିଥିଲା। ଏହା ଜାଣି ଭଗବାନ ଯୁଦ୍ଧରେ ତାକୁ ଓ ତାର ସୈନ୍ୟମାନଙ୍କୁ ନିହତ କଲେ ଏବଂ ସ୍ୱୟଂ ପୂର୍ଣ୍ଣକାମ ହୋଇଥିଲେ ମଧ୍ୟ ଆମ୍ଭମାନଙ୍କୁ ସେଠାରୁ ମୁକୁଳାଇ ଆଣିଲେ ଆଉ ଆମର ପାଣି ଗ୍ରହଣ କରି ଆମକୁ କୃପାପୂର୍ବକ ତାଙ୍କର ଦାସୀ ରୂପେ ସ୍ୱୀକାର କଲେ। ହେ ମହାରାଣୀ, ଯେଉଁ ପ୍ରଭୁ ଜନ୍ମ ମୃତ୍ୟୁ ରୂପେ ସଂସାରର ଜୀବକୁ ମୁକ୍ତ କରିଦିଅନ୍ତେ, ଆମେ ସେତେବେଳେ ସଦାସର୍ବଦା ତାଙ୍କରି ପାଦପଦ୍ମକୁ ଚିନ୍ତନ କରିଥିଲୁ। ହେ ସତୀ ଦ୍ରୌପଦୀ, ଆମେ ସାମ୍ରାଜ୍ୟ, ଇନ୍ଦ୍ରପଦ ଅଥବା ଏସବୁର ଭୋଗ, ଅଣିମା ଆଦି ଐଶ୍ୱର୍ଯ୍ୟ, ବ୍ରହ୍ମାଙ୍କ ପଦ, ମୁଖ୍ୟ ଅଥବା ଶାଲକ୍ୟ, ସ୍ୱରୂପୀ ଆଦି ମୁକ୍ତି ଏସବୁ